ଚିଫ୍ ସିଏସ୍ଓ ପରେ ଏବେ ଆଉ ଜଣେ ଦୁର୍ନୀତିଖୋର ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ପାନ୍ନାଗଡ଼ ଗ୍ରାମ ନିର୍ମାଣ ଉପବିଭାଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କଠାରୁ 50,000 ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଛନ୍ତି ଯନ୍ତ୍ରୀ ସୁଜିତ ପାଢ଼ୀ। ସୂଚନା ଅନୁସାରେ ପାଟନାଗଡ଼ ଅଫିସ ସହ 3ଟି ଜାଗାରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଅଭିଯୋଗ ଅନୁସାରେ ଠିକାଦାର ଜୟନ୍ତ ମେହେର ସରକାରୀ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିଥିଲେ। ଏହି କାର୍ଯ୍ୟ ଦାୟିତ୍ୱରେ ସରକାରୀ ଯନ୍ତ୍ରୀ ସୁଜିତ ପାଢ଼ୀ ଦାୟିତ୍ୱରେ ରହିଥିଲେ। ତେବେ ଠିକାଦାରଙ୍କ ଫାଇନାଲ ବିଲ୍ କରାଇବା ପାଇଁ 1 ଲକ୍ଷ ଟଙ୍କା ଦାବି କରିଥିଲେ ସୁଜିତ। ପ୍ରଥମ କିସ୍ତିରେ ଠିକାଦାର 50,000 ଟଙ୍କା ଯନ୍ତ୍ରୀକୁ ଦେଇଥିଲେ, ହେଲେ ଏହାପରେ ମଧ୍ୟ ବିଲ୍ କରିନଥିଲେ ସହକାରୀ ଯନ୍ତ୍ରୀ ସୁଜିତ ଏବଂ ବାକି 50,000 ଟଙ୍କା ଦେବା ପରେ ଯାଇ ବିଲ୍ କରିବା ପାଇଁ କହିଥିଲେ ଯନ୍ତ୍ରୀ। ଏପରିକି ବିଲ୍ ପାଇଁ ବହୁତ ହଇରାଣ ମଧ୍ୟ କରିଥିଲେ ଯନ୍ତ୍ରୀ ବାବୁ। ଶେଷରେ ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଠିକାଦାର ମହାଶୟ ଏବଂ ଆଜି ଯୋଜନା ମୁତାବକ ଠିକାଦାରଙ୍କଠାରୁ 50,000 ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯନ୍ତ୍ରୀ ବାବୁ। 50,000 ଟଙ୍କା ଜବତ କରିବା ସହିତ ପାଟନାଗଡ଼ କାର୍ଯ୍ୟାଳୟ ସହ 3ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ବଲାଙ୍ଗୀରରୁ ଦିଲ୍ଲୀପ ସାହୁଙ୍କ ରିପୋର୍ଟ, ଦୃଷ୍ଟିକୋଣ।